ଆମେ ସମସ୍ତେ ଭାବୁ ଯେ ଲୋକଙ୍କୁ ହସେଇବା ସେମାନଙ୍କ ମନୋରଞ୍ଜନ କରିବା ଗୋटे ପୁଣ୍ୟ କାମ ଆଉ ହେବନି ବା କାହିଁକି କାହାକୁ ଖୁସି ଦେବା ତ ଭଲ କଥା କିନ୍ତୁ କେବେ ଭାବିଛନ୍ତି କି ଯଦି ସେହି ହସ ପଛରେ ଥିବା କଳା ଅଜାଣତରେ ଲୋକଙ୍କୁ ଗୋटे ଭୁଲ ରାସ୍ତାକୁ ନେଇଯାଉଥାଏ କେବଳ ମନୋରଞ୍ଜନ କରିଦେଲେ କ'ଣ ସବୁବେଳେ ଭଲ କର୍ମ ହେବାର ଗ୍ୟାରେଣ୍ଟି ମିଳିଯାଏ ଆସନ୍ତୁ ଏହି ଗଭୀର ପ୍ରଶ୍ନ ଭିତରକୁ ଟିକେ ଯିବା ଆଜି ଆମେ ଗୋଟେ ବହୁତ ପୁରୁଣା କିନ୍ତୁ ଆଜି ବି ସେତିକି ରେଲିଭେଣ୍ଟ ଗୋଟେ କଥାବାର୍ତ୍ତା ବିଷୟରେ ଜାଣିବା ଏହି କଥାବାର୍ତ୍ତା ହେଇଥିଲା ଜଣେ ଅଭିନେତା ତାଙ୍କ ନାଁ ତାଲପୁଟ ଆଉ ସ୍ୱୟଂ ଗୌତମ ବୁଦ୍ଧଙ୍କ ଭିତରେ ତାଲପୁଟ ବୁଦ୍ଧଙ୍କୁ ଠିକ୍ ଏହି ପ୍ରଶ୍ନଟି ପଚାରିଥିଲେ ତେବେ ଚାଲନ୍ତୁ ଦେଖିବା କଳା କର୍ମ ଆଉ ଜଣେ କଳାକାରର ଦାୟିତ୍ୱ ଉପରେ ଏହି ପ୍ରାଚୀନ ବୌଦ୍ଧ ଦୃଷ୍ଟିକୋଣ କ'ଣ କହୁଛି ଆଜି ଆମେ କ'ଣ କ'ଣ ଦେଖିବା ପ୍ରଥମେ ଜଣେ କଳାକାରର ପ୍ରଶ୍ନ ତାପରେ ବୁଦ୍ଧଙ୍କର ସେଇ ଆଶ୍ଚର୍ଯ୍ୟ କଲା ଭଳି ଉତ୍ତର ଅକୁଶଳ ଭାବନାର ମାନେ କ'ଣ ହସର ନର୍କର ରହସ୍ୟ କ'ଣ କର୍ମ ପଛରେ ଥିବା ଉଦ୍ଦେଶ୍ୟର ଭୂମିକା ଆଉ ଶେଷରେ ଆଜିର ଦୁନିଆରେ ଏସବୁର ମାନେ କ'ଣ ତାଲିପୁଟ ସୂତ୍ରେ ଏକ କାହାଣୀ ଅଛି ତାଲିପୁଟ ନାମରେ ଜଣେ ବହୁତ ବଡ଼ ମଞ୍ଚ କଳାକାର ଥିଲେ ସେ ବୁଦ୍ଧଙ୍କ ପାଖକୁ ବହୁତ ଆଶା ନେଇ ଆସିଲେ ଆଉ ପଚାରିଲେ ଭଗବାନ ମୁଁ ମୋ ଗୁରୁମାନଙ୍କଠୁ ଶୁଣିଛି ଯେ ଯେଉଁ କଳାକାରମାନେ ଲୋକଙ୍କୁ ହସାନ୍ତି ତାଙ୍କ ମନୋରଞ୍ଜନ କରନ୍ତି ମଲାପରେ ସେମାନେ ସିଧା ସ୍ୱର୍ଗକୁ ଯାଆନ୍ତି ଏକଥା କ'ଣ ସତ ତାଲପୁଟ ତ ଭାବିଥିବେ ବୁଦ୍ଧ ସିଧା କହିଦେବେ ହଁ କିନ୍ତୁ ବୁଦ୍ଧ ପୁରା ଚୁପ୍ ରହିଲେ ତାଲପୁଟ ଯେତେବେଳେ ଦ୍ୱିତୀୟ ଥର ପଚାରିଲେ ବୁଦ୍ଧ କହିଲେ ରୁହ ଏ ପ୍ରଶ୍ନ ଆଉ ପଚାରନି କିନ୍ତୁ ତାଲପୁଟ ନଛୋଡ଼ ବନ୍ଧା ସେ ତୃତୀୟ ଥର ପଚାରିବାରୁ ବୁଦ୍ଧ ଯେଉଁ ଉତ୍ତର ଦେଲେ ସେଟା ତାଲପୁଟଙ୍କୁ ପୁରା ସ୍ତବ୍ଧ କରିଦେଲା ବୁଦ୍ଧ ଖାଲି ନା କହିଲେନି ସେ ସିଧାସଳଖ କହିଲେ ଯେ ଏହି ବିଶ୍ୱାସ ହେଉଛି ଏକ ମିଚ୍ଛାଦିଷ୍ଟି ମାନେ ଏକ ଭୁଲ ଦୃଷ୍ଟିକୋଣ ଏଇଟା ଖାଲି ଗୋଟେ ଭୁଲ ତଥ୍ୟ ନୁହେଁ ଏହି ପୁରା ବିଶ୍ୱାସଟା ହିଁ ଭୁଲ ରାସ୍ତାରେ ଅଛି କିନ୍ତୁ କେମିତି କାହାକୁ ଖୁସି କରିବାଟା ଗୋଟେ ଭୁଲ ଦୃଷ୍ଟିକୋଣ କେମିତି ହେଇପାରେ ଦେଖନ୍ତୁ ଏହି ମିଚ୍ଛାଦିଷ୍ଟି ଶବ୍ଦଟା ବହୁତ ଗଭୀର ଏହାର ମାନେ ଖାଲି ଭୁଲ ସୂଚନା ନୁହେଁ ଏହାର ମାନେ ହେଲା ଏମିତି ଗୋଟେ ଚିନ୍ତାଧାରା ଯାହାର ଶେଷ ଫଳ ଦୁଃଖ ହିଁ ହେବ ଏଠି ଗୋଟେ କଥା ବୁଝିବାକୁ ହେବ ବୁଦ୍ଧ ହସିବାକୁ ମନା କରୁନଥିଲେ ସେ ପ୍ରଶ୍ନ କରୁଥିଲେ ସେହି ଉପାୟ ଉପରେ ଯେଉଁ ଉପାୟରେ ସେ ହସ ତିଆରି କରାଯାଉଥିଲା ଏଇଠି ଆସୁଛି ବୁଦ୍ଧଙ୍କର ମୂଳ କଥା ସେ କହୁଥିଲେ ଅକୁଶଳ ମାନସିକ ଅବସ୍ଥା ବିଷୟରେ ଅକୁଶଳ ମାନେ କ'ଣ ସରଳ ଭାଷାରେ କହିଲେ ଏମିତି କିଛି ଯାହା ଆମ ମନ ପାଇଁ ଭଲ ନୁହେଁ ଯାହା ମନକୁ ଆହୁରି ଅଶାନ୍ତ କରେ ଆଉରେ ବାନ୍ଧିଦିଏ ବୁଦ୍ଧଙ୍କ କହିବା ଅନୁସାରେ ସେତେବେଳର ବେଶୀଭାଗ ମନୋରଞ୍ଜନ ଲୋକଙ୍କ ମନରେ ଏହି ଅକୁଶଳ ଭାବନାକୁ ହିଁ ଜାଗ୍ରତ କରୁଥିଲା ସେ ମୁଖ୍ୟତଃ ତିନି ପ୍ରକାର ଅକୁଶଳ ଭାବନା ବିଷୟରେ କହିଲେ ପ୍ରଥମେ କାମ ବାସ୍ନା ଧରନ୍ତୁ ଆଜିକାଲିର କିଛି ଆଇଟେମ୍ ଗୀତ ଯାହାର କାମ ହିଁ ହେଲା ମନରେ ବାସ୍ନା ସୃଷ୍ଟି କରିବା ଦ୍ୱିତୀୟରେ ଲୋଭ ଆଉ ମୋହ ଯେମିତିକି ଏମିତି କିଛି ଫିଲ୍ମ ଯେଉଁଠି ଜଣେ ଅପରାଧୀକୁ ହିରୋ ଭଳି ଦେଖାଯାଏ ଆଉ ତାର ଲୋଭକୁ ଗ୍ଲୋରିଫାଇ କରାଯାଏ ଆଉ 3 ନମ୍ବରରେ ହେଲା ବିକାର ଆଉ ଅସଂଯମ ମାନେ ଯାହା ମନକୁ ପୁରା ବିଚଳିତ କରିଦିଏ ଠିକ୍ ଆଜିକାଲିର ସୋସିଆଲ ମିଡିଆର କିଛି ରେଜ୍ ବେଟ୍ ଭିଡିଓ ଭଳି ତ ବୁଦ୍ଧଙ୍କର କହିବାର କଥା ହେଲା ଲୋକ ହୁଏତ ସେତେବେଳେ ହସୁଛନ୍ତି ମଜା ନେଉଛନ୍ତି କିନ୍ତୁ ଯଦି ସେ ହସଟା ବାସନାରୁ ଲୋଭରୁ କିମ୍ବା କ୍ରୋଧରୁ ଆସୁଛି ତାହେଲେ ସେ କଳାକାର ଜଣକ ପ୍ରକୃତରେ ଲୋକଙ୍କ ମନକୁ ଗୋଟେ ଖରାପ ଅବସ୍ଥାରକୁ ଠେଲି ଦେଉଛି ଆଉ ଏହାଦ୍ୱାରା ମନ ସଂସାରରେ ଆହୁରି ଜୋରରେ ଛନ୍ଦି ହୋଇଯାଉଛି ହେଲେ ଏହାର ପରିଣାମ କ'ଣ ଯେଉଁ କଳାକାର ଜାଣିଶୁଣି ଲୋକଙ୍କ ମନରେ ଏସବୁ ଖରାପ ଭାବନା ଭର୍ତ୍ତି କରୁଛି ତାର କ'ଣ ହେବ ବୁଦ୍ଧଙ୍କ ଉତ୍ତର ଥିଲା ବହୁତ ଭୟଙ୍କର ସେ କହିଲେ ଏମିତି କଳାକାରଙ୍କୁ ପହାସ ନର୍କରେ ଜନ୍ମ ନେବାକୁ ପଡ଼େ ମାନେ ହସର ନର୍କ ଶୁଣିବାକୁ ଟିକେ ଅଜବ ଲାଗୁଛି ନା କିନ୍ତୁ ଏଇଟା କୌଣସି ନିଆଁ ଜଳୁଥିବା ଜାଗା ନୁହେଁ ଏଇଟା ଗୋଟେ ମେଣ୍ଟାଲ ଷ୍ଟେଟ୍ ଗୋଟେ ମାନସିକ ସ୍ଥିତି ଭାବନ୍ତୁ ତ ଯେଉଁ ହସ ତିଆରି କରିବା ତାଙ୍କର ସବୁଠୁ ବଡ଼ ସ୍କିଲ୍ ଥିଲା ଯାହା ତାଙ୍କର ପରିଚୟ ଥିଲା ଶେଷରେ ସେହି ହସ ହିଁ ତାଙ୍କ ପାଇଁ ସବୁଠୁ ବଡ଼ ଯନ୍ତ୍ରଣାର କାରଣ ହେଇଯାଏ ଏଇଟା ବାହାରୁ ଦଣ୍ଡ ନୁହେଁ ଏଇଟା ଭିତରର କଷ୍ଟ ଏଇଟା ହେଉଛି କର୍ମର ସିଧାସଳଖ ହିସାବ ଯେଉଁ ହସ ଦେଖେଇ ସେ ଲୋକଙ୍କ ମନରେ ଖରାପ ଭାବନା ଜଗେଇଥିଲେ ସେଇ ହସ ହିଁ ତାଙ୍କୁ ବାନ୍ଧିଦେଲା କେତେ ବଡ଼ କଥା ଦେଖନ୍ତୁ ଯଦି ଭୁଲ ଉଦ୍ଦେଶ୍ୟରେ ବ୍ୟବହାର କରାଗଲା ତେବେ ଆମର ସବୁଠୁ ବଡ଼ ଟ୍ୟାଲେଣ୍ଟ ହିଁ ଆମର ସବୁଠୁ ବଡ଼ ଦୁଃଖର କାରଣ ହେଇପାରେ ତ ଏହାର ମାନେ କ'ଣ ବୁଦ୍ଧ କଳାର ବିରୋଧୀ ଥିଲେ ଜମା ନୁହେଁ ଆଉ ଏଇଟା ହେଉଛି ପୁରା କଥାର ସବୁଠୁ ଇମ୍ପର୍ଟାଣ୍ଟ ପାର୍ଟ ବୁଦ୍ଧ କେବେ ବି ଆର୍ଟ ବା କଳାର ବିରୋଧୀ ନଥିଲେ ତାଙ୍କର ସମସ୍ୟା ମାଧ୍ୟମ ସହିତ ନଥିଲା ସମସ୍ୟା ଥିଲା ତା ଭିତରେ ଥିବା ଇଣ୍ଟେନସନ୍ ବା ଉଦ୍ଦେଶ୍ୟକୁ ନେଇ ଆଉ ପ୍ରକୃତ କଥା ଏହି କର୍ମର ମୂଳ ସିଦ୍ଧାନ୍ତରେ ହିଁ ଲୁଚି ରହିଛି ବୁଦ୍ଧଙ୍କ ଦର୍ଶନରେ କର୍ମର ମୂଳ ହେଉଛି ଚେତନା ପାଲି ଭାଷାରେ ଏହାର ମାନେ ହେଲା ଆମର ଇଚ୍ଛା ଆମର ଉଦ୍ଦେଶ୍ୟ
ଆହୁରି ସରଳ କରି କହିଲେ ଆମେ ଯେକୌଣସି କାମ କଲାବେଳେ ଆମ ମନ ଭିତରେ କ'ଣ ଚାଲିଥାଏ, ଆମର ଇଣ୍ଟେନସନ୍ କ'ଣ ଥାଏ, ସେଇଟା ହିଁ ହେଉଛି ଚେତନା। ଆଉ ବୁଦ୍ଧ ଏକଥା ପୁରା ସ୍ପଷ୍ଟ ଭାବେ କହିଛନ୍ତି। ଗୋଟେ ସୂତ୍ରରେ ଅଛି, ଚେତନାହମ୍ ଭିକ୍ଷବେ କମ୍ମମ୍ ବଦାମି, ମାନେ ହେ ଭିକ୍ଷୁମାନେ ମୁଁ ଉଦ୍ଦେଶ୍ୟକୁ ହିଁ କର୍ମ ବୋଲି କହେ। ଏହାର ଅର୍ଥ କ'ଣ? ଆମେ କ'ଣ କରୁଛେ ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ, ଆମେ କାହିଁକି କରୁଛେ ସେଇଟା ହିଁ ପ୍ରକୃତ କର୍ମ। ଆମର ଇଣ୍ଟେନସନ୍ ହିଁ ସବୁକିଛି। ତ ଏଇ ହିସାବରେ ଗୋଟେ ଆର୍ଟ ଭଲ ନ ଖରାପ ତାକୁ ଜାଣିବା ପାଇଁ ତିନିଟା ଜିନିଷ ଦେଖିବାକୁ ପଡ଼ିବ। ପ୍ରଥମେ, କଳାକାରର ନିଜର ଉଦ୍ଦେଶ୍ୟ କ'ଣ, ସେ କ'ଣ ଚାହୁଁଛି। ଦ୍ୱିତୀୟରେ, ତା କାମର ପ୍ରଭାବ କ'ଣ ପଡ଼ୁଛି, ଲୋକଙ୍କୁ ଉପରକୁ ଉଠୁଛି ନା ତଳକୁ ଟାଣୁଛି। ଆଉ ତୃତୀୟରେ, ଲୋକଙ୍କ ମନରେ କେଉଁ ଭାବନା ତିଆରି ହେଉଛି, ଭଲ ଭାବନା ମାନେ କୁଶଳ ନା ଖରାପ ଭାବନା ମାନେ ଅକୁଶଳ। ଆଉ ଦେଖନ୍ତୁ, ଏଇ ଯୋଉ କଥାବାର୍ତ୍ତା ଏଇଟା 2000 ବର୍ଷର ବି ଅଧିକ ପୁରାଣା, କିନ୍ତୁ ଆଜିର ଦୁନିଆରେ, ଆଜିର ମିଡିଆ ଯୁଗରେ ଏହା ଆହୁରି ବେଶୀ, ବହୁତ ବେଶୀ ରେଲେଭେଣ୍ଟ। ଭାବନ୍ତ ତ ଆଜି ଗୋଟେ ଭାଇରାଲ ଭିଡିଓ କିମ୍ବା ଗୋଟେ ଫିଲ୍ମ କିଛି ମିନିଟ୍ ଭିତରେ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚି ଯାଉଛି, ସେମାନଙ୍କର ଚିନ୍ତାଧାରାକୁ ବଦଳେଇ ଦେଉଛି। ତେଣୁ ଏଇ ପୁରୁଣା ଜ୍ଞାନଟା ଆଜିର ସବୁ କ୍ରିଏଟର୍ସମାନଙ୍କ ପାଇଁ ଗୋଟେ ମରାଲ କମ୍ପାସ୍ ଭଳି କାମ କରିବ କଥା। ଆଉ ଯେତେବେଳେ ଆମେ କଳାକାର ବା କ୍ରିଏଟର କହୁଛୁ, ତାର ମାନେ କ'ଣ? ଏଥିରେ ଫିଲ୍ମ ମେକର, ଗୀତିକାର, ଆଡଭର୍ଟାଇଜର୍ସ, ୟୁଟ୍ୟୁବର୍ସ, ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ସ ସମସ୍ତେ ଆସିଯାଉଛନ୍ତି। ଏଇଟା ମନେ ପକାଇ ଦିଏ ଯେ କ୍ରିଏଟିଭିଟି ସହିତ ଗୋଟେ ବହୁତ ବଡ଼ ରେସ୍ପନ୍ସିବିଲିଟି ବି ଆସେ। ତ ଶେଷ କଥା ହେଲା, କଳାର ପ୍ରକୃତ ମାପ ତାର ବାହାର ରୂପରେ ନାହିଁ, ଅଛି ତାର ଉଦ୍ଦେଶ୍ୟ ଆଉ ତାର ପ୍ରଭାବରେ। ତେଣୁ ପ୍ରଶ୍ନଟା ଏଇଟା ହେବା କଥା ନୁହେଁ ଯେ ଏଇଟା ଏଣ୍ଟରଟେନିଂ କି ନୁହେଁ। ପ୍ରକୃତ ପ୍ରଶ୍ନ ହେଉଛି ଏଇଟା କି ପ୍ରକାରର ଏଣ୍ଟରଟେନମେଣ୍ଟ। ହେଲେ କଥାଟା ଖାଲି କ୍ରିଏଟରଙ୍କ ପାଖରେ ସରୁନି। ଏଠି ଗୋଟେ ବଡ଼ ପ୍ରଶ୍ନ ଆମ ସମସ୍ତଙ୍କ ପାଇଁ, ଦର୍ଶକଙ୍କର ଦାୟିତ୍ୱ କ'ଣ? ଯଦି ଆମେ ନିଜେ ଜାଣିଶୁଣି ଏମିତି କିଛି ଦେଖୁଛେ ବା ଶୁଣୁଛେ ଯାହା ଆମ ମନ ଭିତରେ କ୍ରୋଧ, ଲୋଭ ବା ବାସ୍ନା ଜଗଉଛି, ତେବେ ଏଇଟା ଆମ ନିଜ କର୍ମ ଆଉ ନିଜ ଇଣ୍ଟେନସନ୍ ବିଷୟରେ କ'ଣ କହୁନି? ଏଇଟା ନିଶ୍ଚୟ ଭାବିବାର କଥା।